ଜୟ ଜଗନ୍ନାଥ ନମସ୍କାର। ଆସନ୍ତୁ ନଜର ପକାଇବା ଆଜିର ଟପ୍ ନ୍ୟୁଜ୍ ଅପଡେଟ୍ କ'ଣ ସବୁ ରହିଛି। କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ଗୋଟିଏ ଅନୁରୋଧ, ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖି ସୁଚିନ୍ତିତ ମତାମତ ଦିଅନ୍ତୁ। ଯେଉଁମାନେ ଚ୍ୟାନେଲକୁ ପ୍ରଥମ କରି ଆସିଛନ୍ତି ସବସ୍କ୍ରାଇବ୍ କରନ୍ତୁ ଏବଂ ଆସୁଥିବା ବେଲ୍ ଆଇକନ୍କୁ ପ୍ରେସ୍ କରନ୍ତୁ, ଯାହାଫଳରେ ପ୍ରତ୍ୟେକ ନୂତନ ଭିଡ଼ିଓର ନୋଟିଫିକେସନ୍ ଆପଣ ସର୍ବପ୍ରଥମେ ପାଇପାରିବେ। ତେବେ ଆସନ୍ତୁ ନଜର ପକାଇବା ଆଜିର ପ୍ରମୁଖ ଖବରଗୁଡ଼ିକ ଉପରେ। ଆଜିର ପ୍ରଥମ ଖବର, ଶିମିଳିପାଳ ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ ଆଦିବାସୀ ଗୁରୁତ୍ୱପୂର୍ଣ୍ଣ। ଆଗାମୀ ଦିନରେ ଏହାର ସଂରକ୍ଷଣ ପାଇଁ ଅଧିକରୁ ଅଧିକ ଉତ୍ସର୍ଗୀକୃତ ହେବାର ଆବଶ୍ୟକତା ରହିଛି। ଜଙ୍ଗଲ ସୁରକ୍ଷାର ପ୍ରକୃତ ଯୋଦ୍ଧା ହେଉଛନ୍ତି ଆଦିବାସୀ ବୋଲି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମତ ପ୍ରକାଶ କରିଥିଲେ। ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ତୃତୀୟ ଦିବସ ଅର୍ଥାତ୍ ଶୁକ୍ରବାର ପୂର୍ବାହ୍ନରେ ଶିମିଳିପାଳ ଅଭୟାରଣ୍ୟରେ ଗୁଡ଼ୁଗୁଡ଼ିଆଠାରେ ଶିମିଳିପାଳ ଆଦିବାସୀ ସମ୍ପ୍ରଦାୟର ମହିଳା ଏବଂ ଯୁବଗୋଷ୍ଠୀଙ୍କ ସହ ସିଧାସଳଖ ଭାବ ବିନିମୟ କରିଥିଲେ। ଆଦିବାସୀଙ୍କୁ ଜଙ୍ଗଲ ସୁରକ୍ଷାର ପ୍ରକୃତ ଯୋଦ୍ଧା ଅଭିହିତ କରିବା ସହିତ ଅଧିକରୁ ଅଧିକ ବୃକ୍ଷରୋପଣ କରି ଜଙ୍ଗଲ ପରିବେଶକୁ ଏବଂ ବ୍ୟାପକ କରିବା ପାଇଁ ଉତ୍ସାହିତ କରିଥିଲେ। ଏହି ଅବସରରେ ସେ ଆଦିବାସୀ ସମ୍ପ୍ରଦାୟର ଯୁବଗୋଷ୍ଠୀଙ୍କ ସହ ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ବାର୍ତ୍ତାଳାପ କରିଥିଲେ। ବିଶେଷ କରି ବର୍ତ୍ତମାନର ପ୍ରତିଯୋଗିତାମୂଳକ ସମ୍ପର୍କରେ ଉଚ୍ଚଶିକ୍ଷା ଲାଭ ପରେ ନିଜର ପ୍ରଚେଷ୍ଟା ଜାରି ରଖି ରୋଜଗାରକ୍ଷମ ହେବାକୁ ପରାମର୍ଶ ଦେଇଥିଲେ। ଆଲୋଚନା ମାଧ୍ୟମରେ ଜୈନିକ ସ୍ଥାନୀୟ ଯୁବକ ପାଠ ପଢ଼ି ନଥିବାର ଜାଣିବାକୁ ପାଇ ବଣ ଲୋକଙ୍କ ସହ ନିଜର ସମ୍ମିଳିତ ନ ରହିବା ପାଇଁ ଏବଂ ରାଷ୍ଟ୍ରପତି ପରାମର୍ଶ ଦେବା ସହ ପାଠ ପଢ଼ି ଅଞ୍ଚଳର ବିକାଶ ପାଇଁ ନିଜକୁ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ସେ ଗୁରୁତ୍ୱାରୋପ କରିଥିଲେ। ପରବର୍ତ୍ତୀ ଖବର, ମୋରଡ଼ା ବ୍ଲକ ତଥା ବଡ଼ଜାମଣି ଫାଣ୍ଡି ଅଧୀନ ଦାନ୍ତିଆମୁହାଁ ସାପ୍ତାହିକ ହାଟରୁ ଏକ ବାଇକ୍ ଚୋରି ହୋଇଥିବା ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କଲା ପୋଲିସ। ମିଳିଥିବା ସୂଚନା ଅନୁସାରେ ବେତନଟୀ ଥାନା କୃଷ୍ଣଚନ୍ଦ୍ରପୁର ଫାଣ୍ଡି ଅଧୀନ ବଡ଼ଜାମଦା ଗ୍ରାମର ଗୁରୁଭା ସୋରେନଙ୍କ ପୁଅ ମାଇସା ସୋରେନଙ୍କ ଅଭିଯୋଗ ମୁତାବକ ସହ ନିଜର ଅଡି 11 AC 2887 ନମ୍ବର ବିଶିଷ୍ଟ ବାଇକ୍ ନେଇ ଗୁରୁବାର ଦାନ୍ତିଆମୁହାଁ ସାପ୍ତାହିକ ହାଟକୁ ପନିପରିବା ଏବଂ ସଉଦାପତ୍ର କିଣିବା ପାଇଁ ଯାଇଥିଲେ ଏବଂ ଗାଡ଼ି ରଖି ଉକ୍ତ ସ୍ଥାନରେ ଗାଡ଼ି ଆସି ଦେଖିଲା ବେଳକୁ ସେଠାରେ ଗାଡ଼ି ନଥିଲା। ବାଇକ୍ର କୌଣସି ସନ୍ଧାନ ନ ପାଇବାରୁ ଶେଷରେ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଉକ୍ତ ଅଭିଯୋଗ ଆଧାରରେ ଚୋରି ଜନିତ ଏକ ମାମଲା ରୁଜୁ କରିଥିବା ବେଳେ ବଡ଼ଜାମଣି ଫାଣ୍ଡି ଅଧିକାରୀ ASI ଭାବଗ୍ରାହୀ ମହାନ୍ତ ଘଟଣାର ତଦନ୍ତ ଜାରି ରଖିଛନ୍ତି। ପରବର୍ତ୍ତୀ ଖବର, ଗୁରୁବାର ବିଦ୍ୟାଳୟ ହଷ୍ଟେଲରୁ ଅନ୍ତର୍ଦ୍ଧାନ ହୋଇଥିବା 2 ଜଣ ଛାତ୍ରୀ 20 ଘଣ୍ଟା ପରେ ଉଦ୍ଧାର ହୋଇଛନ୍ତି। ଏଭଳି ଘଟଣା ଘଟିଛି ଉଦଳା ବ୍ଲକ ରାଢ଼ KGBB ବିଦ୍ୟାଳୟରେ। ଷଷ୍ଠରୁ +2 ପର୍ଯ୍ୟନ୍ତ 158 ଜଣ ଛାତ୍ରୀ ରହୁଥିବା ବେଳେ ହଷ୍ଟେଲରେ ରହୁଥିବା 2 ଷଷ୍ଠ ଶ୍ରେଣୀ ଛାତ୍ରୀ ରାତ୍ରିରୁ ନିଖୋଜ ହୋଇଯାଇଥିଲେ। ଘଟଣା ବାବଦରେ ନିଖୋଜ ଛାତ୍ରୀଙ୍କ ପରିବାର ଲୋକେ ଖବର ପାଇବା ପରେ ବିଦ୍ୟାଳୟରେ ପହଞ୍ଚି ପଚାରି ବୁଝିବା ସହିତ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ। ଛାତ୍ରୀଙ୍କ ନିଖୋଜ ନେଇ ଉଦଳା ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ଉକ୍ତ 2 ଛାତ୍ରୀ ଉଦ୍ଧାର ହୋଇଛନ୍ତି। ବିଦ୍ୟାଳୟରୁ ଲୁଚି ଆସି ଉଦଳାରେ ଅନୁଷ୍ଠିତ ସରସ୍ୱତୀ ମେଳା ଦେଖିବାକୁ ଯାଇଥିଲେ। ଫେରିବା ବାଟରେ ବାଟ ହୁରୁଡ଼ିବା ଯୋଗୁଁ ଜଣେ ଶ୍ମଶାନ କାଳୀ ନିକଟରେ ଥିବା ବୃଦ୍ଧା ଦେଖି ନିଜ ଘରେ ଆଶ୍ରୟ ଦେଇଥିଲେ। ଖବର ପାଇ ପୋଲିସ ଉଦ୍ଧାର କରିଛି। ପରବର୍ତ୍ତୀ ଖବର, ପୌର ନିର୍ବାଚନ ପରିପ୍ରେକ୍ଷୀରେ ଆଗାମୀ ମାର୍ଚ୍ଚ 31 ତାରିଖ ସୁଦ୍ଧା ସୀମା ନିର୍ଦ୍ଧାରଣ ଏବଂ ଆସନ ସଂରକ୍ଷଣ କାର୍ଯ୍ୟ ଶେଷ କରିବା ପାଇଁ 18 ଜିଲ୍ଲାର ଜିଲ୍ଲାପାଳଙ୍କୁ ରାଜ୍ୟ ସରକାର ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗର ନିର୍ଦ୍ଦେଶ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଓଡ଼ିଶାର 18 ଜିଲ୍ଲା ମଧ୍ୟରୁ ବୌଦ୍ଧ ଜିଲ୍ଲା ବ୍ୟତୀତ ଅନ୍ୟ 17ଟି ଜିଲ୍ଲାରେ ନୂତନ ଭାବେ ଗଠିତ ହୋଇଥିବା 29ଟି NSC ମଧ୍ୟରୁ ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ 6ଟି NSC ରହିଛି। 2025 ଡିସେମ୍ବର 31 ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ନୂତନ ଭାବେ ଗଠିତ 6ଟି NSCରେ ବେତନଟୀ, ବାଙ୍ଗିରିପୋଷି, ଚିତ୍ରଡ଼ା, କପ୍ତିପଦା, ଜଜପୁର ଏବଂ ରାଜଗୋବିନ୍ଦପୁର ରହିଛି। ଏହା ସହିତ କରଞ୍ଜିଆ ବିଜ୍ଞାପିତ ଅଞ୍ଚଳ ପରିଷଦକୁ ପୌର ପରିଷଦକୁ ଉନ୍ନୀତ କରାଯାଇଛି। ଓଡ଼ିଶା ମ୍ୟୁନିସିପାଲିଟିର ନିୟମ ଅନୁଯାୟୀ ବିଜ୍ଞପ୍ତି ପ୍ରକାଶନର 6 ମାସ ମଧ୍ୟରେ ନିର୍ବାଚନ ସମ୍ପୂର୍ଣ୍ଣ କରିବାକୁ ହେବ। ଏହି ଅନୁଯାୟୀ ନବଗଠିତ NSC ଏବଂ ପୌର ପରିଷଦର ନିର୍ବାଚନ ଆଗାମୀ ଜୁନ ସୁଦ୍ଧା ଶେଷ କରିବାକୁ ହେବା କଥା। ମୟୂରଭଞ୍ଜ ଜିଲ୍ଲାର ନବଗଠିତ NSC ଜଜପୁର 20,961, ବେତନଟୀ 20,071 ଓ କପ୍ତିପଦାରେ 19,532 ଜନସଂଖ୍ୟା ଥିବାରୁ ସର୍ବୋଚ୍ଚ 14ଟି ଲେଖାଏଁ ୱାର୍ଡ ହେବାର ସମ୍ଭାବନା ରହିଛି। ସେହିପରି ରାଜଗୋବିନ୍ଦପୁର 12,081, ବାଙ୍ଗିରିପୋଷି 10,184 ଏବଂ ଚିତ୍ରଡ଼ା 10,052 ଜନସଂଖ୍ୟା ଥିବାରୁ ୱାର୍ଡ ସଂଖ୍ୟା 11ରୁ 12ଟି ମଧ୍ୟରେ ସୀମିତ ରହିବ ବୋଲି ପ୍ରକାଶ।
ଏହି ନବଗଠିତ ଏନ୍ଏସି ନିର୍ବାହୀ ଅଧିକାରୀ ଭାବରେ ସମ୍ପୃକ୍ତ ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦାୟିତ୍ୱରେ ରହିବେ। ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ଏନ୍ଏସି ପୌର ପରିଷଦକୁ ଉନ୍ନୀତ ହେଉଥିବାରୁ ପରିଷଦର ମୁଖ୍ୟ ଭାବେ ଅତିରିକ୍ତ ଜିଲ୍ଲାପାଳ କିମ୍ବା ଉପଜିଲ୍ଲାପାଳ ଦାୟିତ୍ୱରେ ରହିବେ। ପରବର୍ତ୍ତୀ ଖବର, ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଅନ୍ତର୍ଗତ ଜୁରୁକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୂର୍ବରୁ ଶିକ୍ଷକ ସମସ୍ୟା ଲାଗି ରହିଥିବା ବେଳେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଦୌଲତୀ ଦାସଙ୍କୁ ମୁଣ୍ଡାକଟା ପ୍ରାଥମିକ ବିଦ୍ୟାଳୟକୁ ବଦଳି ଆଦେଶ ହୋଇଥିଲା। ଏହାର ପ୍ରତିବାଦରେ ଅଭିଭାବକ ଏବଂ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସମସ୍ୟା ଶୁକ୍ରବାର ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଥିଲେ। ପୂର୍ବରୁ ଏହି ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ ଏନେଇ ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଇନଥିଲା। ତେବେ ଗୋଟିଏ କକ୍ଷରେ 3ଟି ଶ୍ରେଣୀର ଛାତ୍ରଛାତ୍ରୀ ଏକାଠି ପାଠ ପଢ଼ିବାକୁ ବାଧ୍ୟ ହେଉଥିଲେ। ଏହିଭଳି ଅଭାବନୀୟ ପରିସ୍ଥିତିରେ ଶିକ୍ଷୟିତ୍ରୀଙ୍କ ବଦଳି କଥା ଶୁଣି ଲୋକେ ଧାରଣା ଦେଇଥିଲେ। ଦୀର୍ଘ 3 ଘଣ୍ଟା ଧାରଣା ଦେବା ପରେ ବିଓ ସରୋଜ କୁମାର ସାହୁ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ଶିକ୍ଷୟିତ୍ରୀ ଦୌଲତୀ ଦାସଙ୍କର ବଦଳିକୁ ସ୍ଥଗିତ ରଖିବା ସହ ଖୁବ୍ ଶୀଘ୍ର ସମସ୍ତ ସମସ୍ୟାର ସମାଧାନ କରାଯିବାର ପ୍ରତିଶ୍ରୁତି ମିଳିବା ପରେ ଲୋକେ ଧାରଣାରୁ ଓହରିଥିଲେ। ବିଦ୍ୟାଳୟର ଫାଟକରୁ ତାଲା ଫିଟିବା ସହ ପରିସ୍ଥିତି ସ୍ୱାଭାବିକ ହୋଇଥିଲା। ପରବର୍ତ୍ତୀ ଖବର, ଉତ୍ତର ଓଡ଼ିଶାର ସର୍ବବୃହତ ଦୋଳମେଳା ପାଇଁ ପିଞ୍ଛାବଣିଆ ପ୍ରସିଦ୍ଧ। ଏହି ମେଳାର ଆଉ ମାସେ ରହିଲା। ଦୀର୍ଘ ଦିନରୁ ରାସ୍ତା କାମ ଧିମେଇ ଧିମେଇ ଚାଲିଥିବା ଯୋଗୁଁ ଗତ ମେଳାରେ ଧୂଳିଧୂସର ହୋଇ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମେଳାକୁ ଆସିଥିଲେ। ଚଳିତ ବର୍ଷ ମେଳା ପୂର୍ବରୁ ରାସ୍ତା କାମ ସରିବ କି ନାହିଁ ଏନେଇ ଚିନ୍ତାରେ ଅଞ୍ଚଳବାସୀ। ମେଳାଟି ମୟୂରଭଞ୍ଜ ଏବଂ ବାଲେଶ୍ୱର ଜିଲ୍ଲା ଅନ୍ତର୍ଗତ ଗୋଟିଏ ପଡ଼ିଆରେ ଅନୁଷ୍ଠିତ ହେଉଥିବାରୁ ମେଳାର ସ୍ୱତନ୍ତ୍ର ଗୁରୁତ୍ୱ ରହିଛି। ଏଥିରେ ମୟୂରଭଞ୍ଜ 25 ଭାଗ ରହିଛି। ଓଡ଼ିଶାର ବିଭିନ୍ନ ଜିଲ୍ଲା ସମେତ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ ଏବଂ ବିହାର ଅଞ୍ଚଳରୁ ଲୋକେ ମେଳା ଦେଖିବା ପାଇଁ ଆସୁଥିବାରୁ ମେଳାରେ ପ୍ରବଳ ଭିଡ଼ ଅନୁଭୂତ ହୁଏ। ବାଲେଶ୍ୱର ଜିଲ୍ଲାର ରୁପ୍ସା ଷ୍ଟେସନରୁ ମେଳାକୁ ପିଚୁ ରାସ୍ତା ରହିଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ପଟୁ ମାଟି ରାସ୍ତା ହିଁ ଏକମାତ୍ର ଭରସା। ଗତ ବର୍ଷ ଦୋଳମେଳା ପୂର୍ବରୁ ମେଳା ପଡ଼ିଆ ପର୍ଯ୍ୟନ୍ତ ଲୋକମାନେ ମାଟି ରାସ୍ତାରେ ଯାଉଥିବାରୁ ବର୍ତ୍ତମାନ ଠିକାଦାର କାମ ବିଳମ୍ବ କରୁଥିବାରୁ ତାହା ସମ୍ଭବ ହୋଇପାରିନାହିଁ। ଚଳିତ ବର୍ଷ କିନ୍ତୁ ଦୋଳମେଳା ପୂର୍ବରୁ ମେଳା ପଡ଼ିଆକୁ ପିଚୁ ସଂଯୋଗ କାମ ସମ୍ପୂର୍ଣ୍ଣ ହେବ ବୋଲି ଅଞ୍ଚଳବାସୀ ଆଶା ଭରସା ରଖିଛନ୍ତି। ବର୍ତ୍ତମାନ 90% କାମ ଶେଷ ହୋଇଯାଇଥିବା ବେଳେ ଚଳିତ ସପ୍ତାହରେ ରାସ୍ତା ସମ୍ପୂର୍ଣ୍ଣ ହୋଇଯିବାର ସମ୍ଭାବନା ରହିଛି। ପିଚୁ ରାସ୍ତା କାମ ଆଉ ଧୂଳିଧୂସର ହେବ ନାହିଁ ବୋଲି ଲୋକେ ଆଶାବ୍ୟକ୍ତ କରିଛନ୍ତି। ପରବର୍ତ୍ତୀ ଖବର, ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଦିର୍ବ ଗ୍ରାମ ଏବଂ ଧନୁଆ ବାଲିପଶି ଗ୍ରାମ ମଧ୍ୟରେ ଥିବା ପୋଲ ନିକଟରୁ ଶୁକ୍ରବାର ସକାଳେ ମୁମୂର୍ଷୁ ଅବସ୍ଥାରେ ପଡ଼ି ରହିଥିବା ଜଣେ ଯୁବକ ଉଦ୍ଧାର ହୋଇଛନ୍ତି। ଉଦ୍ଧାର ଯୁବକ ଜଣକ ଧାନୁଆ ବାଲିପଶି ଗ୍ରାମର ସନ୍ତୋଷ ମହାନ୍ତ, ବୟସ 40 ବର୍ଷ ବୋଲି ଜଣାପଡ଼ିଛି। ତାଙ୍କୁ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କର ଡାହାଣ ଆଖିରେ ଗୁଳି ବାଜିଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ ସେ ଦିର୍ବ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଏକ ଇଟାଭାଟିକୁ ଗୁରୁବାର ରାତିରେ ନିଆଁ ଲଗାଇବାକୁ କେତେଜଣ ଯାଇଥିଲେ। ସେଠାକୁ ମଧ୍ୟ ଧନୁଆ ବାଲିପଶି ଗ୍ରାମର ସନ୍ତୋଷ ଯାଇଥିଲେ, କିନ୍ତୁ ଶୁକ୍ରବାର ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ରାସ୍ତା କଡ଼ରେ ପଡ଼ିଥିବାର ସ୍ଥାନୀୟ ଲୋକମାନେ ଦେଖିଥିଲେ। ସୂଚନା ପାଇ ପରିବାର ଲୋକମାନେ ତାଙ୍କୁ ଉଦ୍ଧାର କରି 108 ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଚିକିତ୍ସା ପରେ ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ଆମ୍ବୁଲାନ୍ସ ଯୋଗେ ସ୍ଥାନାନ୍ତରିତ କରାଯାଇଛି। ରାତିରେ ଜନ୍ତୁ ଶିକାର ଉଦ୍ଦେଶ୍ୟରେ ବ୍ୟବହୃତ ବନ୍ଧୁକରୁ ଗୁଳି ଫୁଟି ତାଙ୍କ ଆଖିରେ ବାଜିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ପୁଲିସ ବ୍ୟବହୃତ ବନ୍ଧୁକକୁ ଜବତ କରିଛି। ସନ୍ତୋଷ ସହିତ ରାତିରେ ଥିବା ଅନ୍ୟ ବ୍ୟକ୍ତିଙ୍କୁ ଆଣି ଥାନାରେ ପଚରାଉଚରା ଜାରି ରଖିଛି। ଏ ସଂକ୍ରାନ୍ତରେ ସନ୍ତୋଷଙ୍କ ପରିବାର ପକ୍ଷରୁ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ କରିନଥିବାରୁ ପୁଲିସ ନିଜ ଆଡ଼ୁ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପରବର୍ତ୍ତୀ ଖବର, ବିଦ୍ୟାଳୟ ଅନୁଦାନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକରେ ମହିଳା କର୍ମଚାରୀ ଏବଂ ବିଦ୍ୟାର୍ଥୀଙ୍କର ଯୌନ ନିର୍ଯାତନା ନିରୋଧ ଏବଂ ନିଷେଧ ଏବଂ ପ୍ରତିକାର ନିୟମାବଳୀ ସମ୍ପର୍କରେ ଏକ ଆଲୋଚନା କାର୍ଯ୍ୟକ୍ରମ ସ୍ଥାନୀୟ ତକରସ୍ଫୁର୍ତ୍ତିତ ମହାରାଜା ପୂର୍ଣ୍ଣଚନ୍ଦ୍ର ସ୍ୱୟଂଶାସିତ ମହାବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟି ପକ୍ଷରୁ ପ୍ରଫେସର ଡକ୍ଟର ଆଲବର୍ଟିନା ତିର୍କୀଙ୍କ ପୌରୋହିତ୍ୟରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଥିଲା। କାର୍ଯ୍ୟକ୍ରମକୁ ମହାବିଦ୍ୟାଳୟ ଅଧ୍ୟକ୍ଷ ଡକ୍ଟର ନାରାୟଣ ପ୍ରସାଦ ବେହେରା ଉଦ୍ଘାଟନ କରି ଅନୁଷ୍ଠାନ ପରିସରରେ ଶୃଙ୍ଖଳା ଏବଂ ନୈତିକ ମୂଲ୍ୟବୋଧ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସମ୍ବଳ ବକ୍ତି ଭାବେ ଜିଲ୍ଲା ଆଇନ ପ୍ରାଧିକରଣ ବରିଷ୍ଠ ସିଭିଲ ଜଜ୍ ରାଜଶ୍ରୀ ପଟ୍ଟନାୟକ ଶିକ୍ଷାନୁଷ୍ଠାନରେ କେବଳ ଶାରୀରିକ ନିର୍ଯାତନା ନୁହେଁ ବରଂ ଆଶାଳୀନ ମନ୍ତବ୍ୟ, ବ୍ୟକ୍ତିଗତ ଆରୋପ ଓ ଯେକୌଣସି ପ୍ରକାର ଅବାଞ୍ଛିତ ବ୍ୟବହାର ମଧ୍ୟ ଅପରାଧ ବୋଲି ଦର୍ଶାଇବା ସହିତ ଏଭଳି ପରିସ୍ଥିତିକୁ ବିନା ଭୟ କିମ୍ବା ଲଜ୍ଜାର ବଶବର୍ତ୍ତୀ ନ ହୋଇ ମୁକାବିଲା କରିବାକୁ ପରାମର୍ଶ ଦେଇଥିଲେ।
ଏ ଦିଗରେ ବିଦ୍ୟାଳୟର ଆଭ୍ୟନ୍ତରୀଣ କମିଟିର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବା ସହିତ କୌଣସି ଅଭିଯୋଗର 90 ଦିନ ମଧ୍ୟରେ ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆଇନର ବ୍ୟବସ୍ଥା ଥିବା ସମ୍ପର୍କରେ ମଧ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା ହୋଇଥିଲା। ପରବର୍ତ୍ତୀ ଖବର, ବାଙ୍ଗିରିପୋଷି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 2024 ଅନୁଷ୍ଠିତ ହୋଇଛି। ବିଧାୟିକା ସଞ୍ଜଳି ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭିନ୍ନକ୍ଷମମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଆହ୍ୱାନ ଦେଇଥିଲେ। ବାଙ୍ଗିରିପୋଷି ବ୍ଲକର 19ଟି ପଞ୍ଚାୟତରୁ ଭିନ୍ନକ୍ଷମମାନେ ଆସିଥିବା ବେଳେ ସେଥିମଧ୍ୟରୁ ସର୍ବମୋଟ 147 ଜଣ ଭିନ୍ନକ୍ଷମ ପଞ୍ଜୀକୃତ ହୋଇଥିଲେ। ଦିବ୍ୟାଙ୍ଗଙ୍କ ପାଇଁ ପୃଥକ ପୃଥକ ଭାବେ ବ୍ଲକ ପରିସର ମଧ୍ୟରେ ପଞ୍ଜୀକୃତ କରିବାର ବ୍ୟବସ୍ଥା ମାନସିକ ଅନଗ୍ରସର, ଅସ୍ଥିଶଲ୍ୟ, ଭେଷଜ, ଦୃଷ୍ଟି ବିଭାଗ, ଶ୍ରବଣ ଶକ୍ତି ପ୍ରମୁଖ ଦିବ୍ୟାଙ୍ଗର ଡାକ୍ତରଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। ଯୋଗ୍ୟ ହିତାଧିକାରୀଙ୍କ ମଧ୍ୟରୁ ବିଭିନ୍ନ ବର୍ଗର 427 ଜଣଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ବାଙ୍ଗିରିପୋଷି ତହସିଲଦାର ପକ୍ଷରୁ 205 ଜଣଙ୍କୁ ଆୟ ପ୍ରମାଣପତ୍ର କରାଯାଇଥିଲା। ଅସ୍ତ୍ରୋପଚାର ପାଇଁ 2 ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଦିବ୍ୟାଙ୍ଗ ଉପକରଣ ପାଇଁ 165 ଜଣଙ୍କୁ ପ୍ରଦାନ କରାଯାଇଥିଲା। ସେହିପରି 530 ଜଣ ବସ୍ ପାସ୍ ପାଇଁ ମଧ୍ୟ ଏହି ଶିବିରରେ ଚିହ୍ନଟ କରାଯାଇଥିଲା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥିବାରୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ।